ପରିବର୍ତ୍ତନର ଯାତ୍ରାରେ ସାମିଲ ହେବେ ଏ ଦୃଢ଼ ନିଶ୍ଚିତ ମୁଁ। ସୁଭଦ୍ରା ଯୋଜନା କେବଳ ଏକ 5 ବର୍ଷିଆ ଯୋଜନା ନୁହେଁ, ବରଂ ଏହା ଏକ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ। ଏହା ମହିଳାମାନଙ୍କୁ ନିଜର ଭବିଷ୍ୟତ ଯୋଜନା କରିବାରେ, ବ୍ୟବସାୟ କରିବାରେ, ସାମାଜିକ ସୁରକ୍ଷାକୁ ପ୍ରତିପାଦନ କରିବାରେ ନିଶ୍ଚିତ ଭାବରେ ସହାୟକ ହେବ। ଆଗାମୀ ଦିନରେ ଏହି ଯୋଜନା ମାଧ୍ୟମରେ ଆମେ ଲକ୍ଷ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବୁ, ଯାହାଦ୍ୱାରା ସେମାନେ ଓଡ଼ିଶାର ବିକାଶର ରଥରେ ସାରଥୀ ସାଜି ରାଜ୍ୟକୁ ପ୍ରଗତି ପଥରେ ଆପଣମାନେ ସମସ୍ତେ ଆଗକୁ ନେଇ ଚାଲିବେ। କେବଳ ସୁଭଦ୍ରା ଯୋଜନା ନୁହେଁ, ଆପଣମାନଙ୍କର ସଶକ୍ତିକରଣ ପାଇଁ ଆମ ସରକାର ଅନେକ କିଛି ଚିନ୍ତା କରୁଛି, ଅନେକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏବେ ନିକଟରେ ଆପଣମାନେ ଦେଖିଥିବେ, ଟିଭି ମାଧ୍ୟମରେ, ଖବରକାଗଜ ମାଧ୍ୟମରେ ମଧ୍ୟ ପଢ଼ିଥିବେ, ଆର୍ଥିକ ଅନଗ୍ରସର ପରିବାରର ମୁରବୀମାନଙ୍କର ମୁଣ୍ଡରୁ ଝିଅ ବାହାଘରର ବୋଝକୁ ଦୂର କରିବା ପାଇଁ ଗତ ମାସ 3 ତାରିଖରେ ବ୍ରହ୍ମପୁରର ଅତି ନିକଟରେ ଥିବା ମା ତାରା ତାରିଣୀ ମନ୍ଦିରର ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ ଆମ ସରକାର କରିଛନ୍ତି। ଏହି ଯୋଜନାରେ ଝିଅମାନଙ୍କର ପାଇଁ ଏକ ସୁରକ୍ଷା କବଚ ପାଲଟିଛି। କେବଳ ଆର୍ଥିକ ସହାୟତା ନୁହେଁ, ଏହା ମଧ୍ୟ ଏକ ସାମାଜିକ ସୁରକ୍ଷା ସହିତ ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଗାମୀ ଦିନରେ ନିର୍ବାହ କରିବ। ମା'ମାନଙ୍କୁ ଉପଯୁକ୍ତ ପୋଷଣ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା କାର୍ଯ୍ୟକାରୀ ମଧ୍ୟ ସାରା ଭାରତ ବର୍ଷ ସମେତ ଆମ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଛି। ଏହା ମାତୃ ସ୍ୱାସ୍ଥ୍ୟର ଉନ୍ନତି ସହ ଶିଶୁର ସୁସ୍ଥ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏଥିସହିତ ଆମ ସରକାର ଝିଅମାନଙ୍କର ସ୍ୱାସ୍ଥ୍ୟ, ନ୍ୟୁଟ୍ରିସନ୍, ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ମଧ୍ୟ ପ୍ରାଥମିକତା ଦେଉଛନ୍ତି। ଏହା ହେଉଛି ଆମ ଡବଲ ଇଞ୍ଜିନ୍ ସରକାରର ନିଦର୍ଶନ। ଆଗାମୀ ବଜେଟ୍ରେ ଆମେ ମହିଳାମାନଙ୍କର ପାଇଁ ସାରା ଓଡ଼ିଶାର ଚଳିତ 2026-27 ଆର୍ଥିକ ବର୍ଷରେ ବଜେଟ୍ରେ ଆମେ ରଖିଛୁ 19,000 କୋଟି ଟଙ୍କା ଅଟକଳ କରିଛୁ, ଯାହାକି ଆମ ପୁରା ବଜେଟ୍ର 6.1% ଏବଂ ରାଜ୍ୟ ମୋଟ ଘରୋଇ ଉତ୍ପାଦର 1.7%। ଆପଣମାନେ ଜାଣି ଆନନ୍ଦିତ ହେବେ ଯେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ୍ ବିଧାନସଭାରେ ଆଗତ କରାଯାଇଛି, ସେଥିରେ ମଧ୍ୟ କେବଳ ଖାଲି ମହିଳାମାନଙ୍କର ପାଇଁ, ମୋର ମା ମାନେ ସମସ୍ତେ ଜାଣିଥିବେ, ଆପଣମାନେ ସାରା ଓଡ଼ିଶାର ଲୋକ ସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳାମାନେ, ଅର୍ଥାତ୍ ଆପଣମାନେ। ସେଥିରେ କେବଳ ମହିଳାଙ୍କର ପାଇଁ ଯେଉଁ ବଜେଟ୍ ପ୍ରସ୍ତୁତ କରାଯାଇଛି 3,10,000 କୋଟି ଟଙ୍କାର ପ୍ରଥମ ଥର କରି ଓଡ଼ିଶା ରାଜନୈତିକ ଇତିହାସରେ 3 ଲକ୍ଷରୁ ଅଧିକ ବଜେଟ୍କୁ ଆଗକୁ ନେବା ଇଏ ଆମ ସରକାର ଦ୍ୱାରା ଆଜି ସମ୍ଭବ ହେଇଛି। ସେଥିରେ କେବଳ ମହିଳାମାନଙ୍କର ପାଇଁ 1,22,764 କୋଟି ଟଙ୍କାର ବଜେଟ୍, ଯାହାକି ମୋଟ ବଜେଟ୍ର 49%ରୁ ଅଧିକ ଆଜି ମହିଳାମାନଙ୍କର ସୁରକ୍ଷା ପାଇଁ, ମହିଳାମାନଙ୍କର ବିକାଶ ପାଇଁ, ମହିଳାମାନଙ୍କୁ ସେବା ପହଞ୍ଚାଇବା ପାଇଁ, ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ କରିବା ପାଇଁ ଆଜି ଆମ ସରକାର ନିରନ୍ତର ଭାବରେ ଏ ଉଦ୍ୟମ ଜାରି ରଖି ଆଜି ବଜେଟ୍ରେ ସ୍ୱତନ୍ତ୍ରତା ଦେଇଛନ୍ତି। ଏହା ସାରା ଭାରତ ବର୍ଷରେ ଏକ ନୂତନ ରେକର୍ଡ। ମହିଳାଙ୍କର ସାମାଜିକ ଆର୍ଥିକ ଉନ୍ନତି ପାଇଁ ଆମ ସରକାରଙ୍କର ଏହା ହିଁ ହେଉଛି ପ୍ରତିବଦ୍ଧତା। ଏହି ବଜେଟ୍ରେ ରାଜ୍ୟର ଗରିବ ପରିବାରଙ୍କର ପାଇଁ ଆଉ ଏକ ନୂତନ ଯୋଜନା ମଧ୍ୟ ଏହି ବଜେଟ୍ରେ ଆମେ ତାକୁ ରଖିଛୁ। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ମୋର ପ୍ରିୟ ମା ଭଉଣୀମାନେ ତାକୁ ଧ୍ୟାନ ଦେଇକରି ଟିକେ ଶୁଣିବେ। ଆପଣମାନଙ୍କର ଝିଅ ପାଇଁ ଇଏ ଅତ୍ୟନ୍ତ ଜରୁରୀ। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ଏହି ଯୋଜନାରେ ଆର୍ଥିକ ଭାବେ ଅନଗ୍ରସର ପରିବାରର ଝିଅ ଜନ୍ମ ହେଲେ ଗୋଟିଏ ବର୍ଷ ଭିତରେ ତୁରନ୍ତ ତା ପାଇଁ 20,000 ଟଙ୍କାର ଏକ ଫିକ୍ସ ডিপোজিট রাজ্য সরকার করবে। আপনার গোটিয়ে একাউন্টে ফিক্স ডিপোজিট করবে 20,000 টঙ্কা প্রত্যেক শিশু মহিলা কন্যাঙ্কু। এ ঝিওটি স্নাতক মানে গ্রাজুয়েট যেতবে ହେବ, যেতবে বিএ বিএসসি বিকম বা ইঞ্জিনিয়রিং রে মেডিকাল যেতবে গ্রাজুয়েট হব,
ताकू 1,00,000 टंका प्रदान करा जीवो। एहाकू व्यवहार करी संपृक्त परिवार तार विवाह किंबा अधिक पाठ पढ़ा पाई मध्य से व्यवहार करि पारिबो। आम सरकार एभली एक महिला एवं एभली एक झियो मानकर पाई कन्या संतान पाई ये योजना आरंभ करिसंती। एही योजनार परिकल्पना करिबा समय रे मो मनरे गोटिए भाव थिला, परिवार विशेष भावे गरीब परिवार माने झियों को बोझ नुहे ये आशीर्वाद भावे से भावन्तु। आउ सेथिपाई बेटी बचाओ बेटी पढ़ाओ जहाँ भारत वर्षर माननीय यशस्वी प्रधानमंत्री नरेंद्र मोदी योजना बेटी बचाओ बेटी पढ़ाओ ये हूँ सर्वश्रेष्ठ निदर्शन। मोर अति प्रिय माँ भौणी माने आपण माने समस्ते जानती 2036 सुधा समृद्ध ओडिशा एवं 2027 सुधा विकसित भारत ताहार ग्रोथ इंजिन हिसाब रे आज आम सरकार आमर यात्रा आज आरंभ होइछि। राज्यर प्रत्येक नागरिक सुस्थ शिक्षित और दक्ष हेले आमर यही बृहत लक्ष्य हासिल हो पारिबो। आ सेति पई आमे अनेक आज रोड मैप एवं विजन 2036